ପଦ୍ମାଳୟା ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ। ସହରର ସଙ୍ଗୀତ ଅନୁଷ୍ଠାନ ପଦ୍ମାଳୟା ପକ୍ଷରୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ରାଉରକେଲା କ୍ଲବଠାରେ। ଅନୁଷ୍ଠାନର ମୁଖ୍ୟ ନିଶି ପଦ୍ମାନନ୍ଦଙ୍କ ଆବାହକତ୍ୱରେ ଓ ଉପଦେଷ୍ଟା ଜଗନ୍ନାଥ ରାଉତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଏଥିରେ ପ୍ରଜ୍ଞା ପରମିତା ଦାସ ଓ କବି କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ଓ ଉଦ୍ଘାଟକ ଭାବେ ଉର୍ମିଳା ରାଉତ ଯୋଗ ଦେଇଥିଲେ। ଏହି ଅବସରରେ ନିଶି ପଦ୍ମାନନ୍ଦ, ମିନତୀ ତ୍ରିପାଠୀ, ଲୀନା ସେନାପତି, ପ୍ରାଞ୍ଜଳି ନାଗ, ମମତା ବାରିକ, ନିରୁପମା ନାୟକ, ବିଷ୍ଣୁପ୍ରିୟା ଦାସ, ମଞ୍ଜୁଲତା ମୋହିନୀ, ଶର୍ମିଲା ରାଜଗୁରୁ, ବନୋଜ ସାହୁ, ଭାଗ୍ୟଶ୍ରୀ ପଣ୍ଡା ସେକ୍ସୋଫୋନ୍, ବିମଳ ପଟ୍ଟନାୟକ ବଂଶୀବାଦନ, ବେଣୁଧର ଦାସ ଯୋଗ ଦେଇଥିଲେ। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଲୋକ ପାଠ କରିଥିବା ବେଳେ ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।